ସେମାନେ ଅତ୍ୟନ୍ତ ଦୁଃଖ ଆଉ କଷ୍ଟ ଭୋଗ କରିବେ। କ'ଣ ବୁଝିପାରୁଛ ନା? ତେଣୁ ଅବ୍ୟକ୍ତ କାମ ଜିନିଷକୁ ହଠାତ୍ ଅନୁଭବ କରିପାରିବେ ନା। ମୁଁ ତୁମକୁ ଗୋଟେ ବୁଝେଇ ଦେଉଛି ଗୋଟେ କଥା ଶୁଣ। ଗୋଟେ ପିଲା ଆର୍ଟ୍ସ ପଢ଼ୁଛି, ତାକୁ ଗୋଟେ ବାୟୋଲୋଜି ବୁଝେଇଲ, ବୁଝିପାରିବନି। କାହିଁକି ବୁଝିପାରିବନି? ନା ତାର ବୁଝିବାର କ୍ଷମତା ନାହିଁ। ତେଣୁ ସିଏ ବୁଝିବା ପାଇଁ ହେଲେ ତାକୁ ପ୍ରଥମେ ନବମ ଦଶମରୁ ପୁରା ଶରୀରର ଗଠନ ବୁଝିବା ପାଇଁ ପଡ଼ିବ। ଏବେ ବୁଝିପାରୁଛ ନା? ଠିକ୍ ସେଇଭଳି ଇଏ ଯେଉଁ ହାଇୟର ଥିଙ୍କିଂ ସବୁ ରହିଛି, ଯେଉଁ ପୁରା ଏକଦମ ପୁରା ନିଗୂଢ଼ ଦର୍ଶନ ଯେଉଁ ଇଣ୍ଡିଆନ୍ ଫିଲୋସଫି ରହିଛି, ତାକୁ ସବୁ ଲୋକ ଫିଲୋସଫିକୁ ବୁଝିପାରିବେନି। କ'ଣ ବୁଝିପାରିବେ ନା? ସମସ୍ତଙ୍କର ଆଧାର ଠିକ୍ ନାହିଁ। ତେଣୁ ତାକୁ ଆଧାର ଠିକ୍ କରିବା ପାଇଁ ଆମକୁ ସବୁ ସରଳ ଉପାୟ ସବୁ ଅବଲମ୍ବନ କରିବା ପାଇଁ ପଡ଼ିବ। ସରଳ ଉପାୟ ଅବଲମ୍ବନ ନ କଲେ ଆମେ ଆଧାରଟା ଆମର ଠିକ୍ ହେଇପାରିବନି। ଆଚ୍ଛା, ଆଉ ଗୋଟିଏ କଥା, ମୋର ବୁଝିବାର ତାକତ ନାହିଁ, ମୋ ମୁଣ୍ଡ ବୁଲଉଛି, କାଲି ପରୀକ୍ଷା ଦେବି, କେଉଁଟା କରିବା ଦରକାର? ଆଗେ ମୁଣ୍ଡ ବୁଲେଇବାଟା ଭଲ ହେବା ଦରକାର, ତାପରେ ପାଠ ପଢ଼ିବା ଦରକାର, ତାପରେ ପରୀକ୍ଷା ଦେବା ଦରକାର। ବାଇ ତେଣୁ ସେଇଭଳି ମୋ ବ୍ରେନ୍ର କ୍ଷମତା ନାହିଁ। ମଦ ମାଂସ ଚୋରି ନାରୀ ବଂଶ ପରମ୍ପରା ଠିକ୍ ନାହିଁ, ଆମେ ଯାହା ଯେମିତି ସବୁ କରିକିରି ବ୍ରେନ୍ଟାକୁ ଖାଇ ଦେଇଛନ୍ତି। ତେଣୁ ସେ ବ୍ରେନ୍ଟା ସେଇ ସମୟ ଭିତରେ ଆମେ କେମିତି ଜ୍ଞାନ କଥା ବୁଝିବା? ତେଣୁ ପ୍ରଥମ କର୍ତ୍ତବ୍ୟ କ'ଣ? ବ୍ରେନ୍ଟାକୁ ଠିକ୍ କରିବା ଦରକାର। ବ୍ରେନ୍ଟାକୁ ଶରୀରଟାକୁ ପ୍ରସ୍ତୁତ କରିବା ଦରକାର। ଶରୀର ପ୍ରସ୍ତୁତ ହୋଇସାରିଲା ପରେ ତାପରେ ସେ କଥାଟିକି ବୁଝିବା ଦରକାର। ସେଥିପାଇଁ ଆମର ଯୋଗୀ ମୁନି ସେମାନେ ଆସନ ପ୍ରାଣାୟାମ ବ୍ରହ୍ମଚର୍ଯ୍ୟ ସାଧାରଣ ଯମ ନିୟମ ଇତ୍ୟାଦି ନିୟମ କରିଛନ୍ତି। କାହିଁ କରୁଛନ୍ତି? କରିବାର ଉଦ୍ଦେଶ୍ୟ ହେଉଛି ଆମ ବ୍ରେନ୍ଟାକୁ ବା ବିଚାର ଶକ୍ତିକି ଆମକୁ ବୃଦ୍ଧି କରିବା ପାଇଁ ଏସବୁ ବ୍ୟବସ୍ଥା କରାଯାଇଛି। ଏଗୁଡ଼ା ସବୁ ବୃଦ୍ଧି କରି ବିଚାର ଶକ୍ତିକି ସବୁ ଠିକ୍ କରିସାରିଲା ପରେ ତାପରେ ଯେତେବେଳେ ମୋର ବୁଝିବାର କ୍ଷମତା ବା ଗୁରୁ ସେଠୁ ନିଗୂଢ଼ ତତ୍ତ୍ୱ ଦେବେ। ଗୋଟେ କଥା ଦେଖ, ଆମ ପୁରାଣରେ ଲେଖା ହେଇଛି, ଶିବ ଈଶ୍ୱର ସିଏ କ'ଣ କଲେ? ପାର୍ବତୀକୁ ନେଇକି ଏକାମ୍ର କାନନରେ ବୁଝେଇଲେ। କାହିଁକି ବୁଝେଇଲେ? ନା ସିଏ ଦେଖିଲେ ପାର୍ବତୀ ବର୍ତ୍ତମାନ ବୁଝିବାର କ୍ଷମତା ତାର ଆସିଯାଇଛି, ତାକୁ ଏକାମ୍ର କାନନରେ ବୁଝେଇଲେ। କିନ୍ତୁ ଅନ୍ୟମାନେ ବୁଝିପାରିବେନି। ଆମ କ୍ଲାସ୍ରେ ପାଠ ପଢ଼ୁଛନ୍ତି, ସବୁ ପିଲା ପାଠ ପଢ଼ୁଛନ୍ତି, ବିଭିନ୍ନ ପ୍ରକାର ରସନାଲ ନେଇକି ଯେଉଁମାନେ ପାଠ ପଢ଼ୁଛନ୍ତି, ଯେଉଁମାନେ ମ୍ୟାଥମେଟିକ୍ସ ଯେଉଁ ପିଲା ନେଇଛନ୍ତି ତାଙ୍କୁ ଅଲଗା ଗୋଟେ କ୍ଲାସ୍ରେ ପାଠ ପଢ଼ା ହେଉଛି, ତାକୁ କାହିଁ ସେ କ୍ଲାସ୍ ଭିତରେ ପଢ଼ାଉନି? ତାର କାରଣ କ'ଣ? ନା ତାର କାରଣ ହେଉଛି ଯେଉଁ ପିଲାମାନେ ମ୍ୟାଥମେଟିକ୍ସ ଅପସନାଲ ନେଲେ ସେମାନେ କେବଳ ମ୍ୟାଥମେଟିକ୍ସ ହିଁ ବୁଝିପାରିବେ। ଯେଉଁ ପିଲା ସାଂସ୍କ୍ରିଟ୍ ଅପସନାଲ ନେଲା ସେ ମ୍ୟାଥମେଟିକ୍ସ ବୁଝିପାରିବ ନାହିଁ। ସେଥିପାଇଁ ସବୁ ଗୋଟେ କ୍ଲାସ୍ କରାହେଉଛି। ଠିକ୍ ସେଇଭଳି ସାଧୁ ସନ୍ନ୍ୟାସୀମାନେ କ'ଣ କରନ୍ତି? ନା ଏ ଲୋକମାନଙ୍କୁ ସବୁ କ୍ଲାସିଫିକେସନ୍ କରନ୍ତି, ବିଭାଗ କରନ୍ତି। ପାଠ ପଢ଼ୁ ଆସନ ପ୍ରାଣାୟାମ ଶିକ୍ଷା ଦେଉ ଭଜନ କୀର୍ତ୍ତନ କରୁ ସାକାର ପୂଜା ସବୁ କରୁ ସେମାନଙ୍କର ଦେଖିବେ ଏମିତି କଲା ଭିତରେ ସେ ଯେତେବେଳେ ଲକ୍ଷ୍ୟ କରିଦେବେ ଯେ ଏଇ ପିଲାଟା ଟିକେ ଉପଯୁକ୍ତ ହେଇଗଲାଣି, ସେଇ ଭିତରୁ କିଛି ପିଲାଙ୍କୁ ଅଲଗା ତାଙ୍କୁ ନେଇକି ଶିକ୍ଷା ଦେଇକି ଉପରକୁ ନେବେ। କାହିଁକିନା ସମସ୍ତେ ଯାଇପାରିବେନି। ଗୋଟେ କ୍ଲାସ୍ରେ ଯେମିତି ପାଠ ପଢ଼ୁଛନ୍ତି, ସାର୍ ପଢ଼େଇ ଦେଇ ଯାଉଛନ୍ତି, ସବୁ ପିଲା କ'ଣ ଏକାଥରେ ପାସ୍ କରିଯାଉଛନ୍ତି? କରୁନାହାନ୍ତି। ତାଙ୍କ ଭିତରୁ ଯେଉଁମାନେ ବ୍ରେନ୍ନି ପିଲା ସେଇମାନେ କେବଳ ଉତ୍ତୀର୍ଣ୍ଣ କରିକି ଯାଉଛନ୍ତି। ସବୁଥିରେ କ୍ଲାସିଫିକେସନ୍ ଦୁନିଆ ବିଶ୍ୱ ବ୍ରହ୍ମାଣ୍ଡରେ ଅଛି। ସେଥିପାଇଁ ଆମର ଯେଉଁ ବୁଢ଼ୀମା, ଆମ ଘରେ ଯେଉଁ ବୁଢ଼ୀମା ଆଈମା ଯିଏ ଥିଲେ, ତାକୁ ଆମେ ଯଦି ଭାରତୀୟ ଦର୍ଶନ ବୁଝିବା, ସେ କ'ଣ ବୁଝିପାରିବେନି। ତାକୁ କହିବା କ'ଣ ଯେ ଆଈମା ତୁ ଏଇଟା ଠାକୁର ଏହାକୁ ପୂଜା କର ବସି ଫୁଲ ଚନ୍ଦନ ଦେଇ, କାହିଁକିନା ତା'ର ଆଉ ସେତେ ଜ୍ଞାନ ନାହିଁ, ସେ ସେୟାକୁ ପୂଜା କରିବ। ତୁମର ପୁଅଟିଏ ପିଲାଟିଏ ତାକୁ ଯଦି ଏମିତି ସେବା ପୂଜା କରୁ ଦିନେ ସେ ପ୍ରଶ୍ନବାଚୀ ଆସିବ, କାହିଁକି ଯେମିତି ଆପଣ ପ୍ରଶ୍ନ କଲେ କାହିଁକି ମୁଁ ପୂଜା କରିବି, କାରଣ କ'ଣ? ସେଇଠୁ ସେ ଖୋଜି ବୁଲିଲା ପରେ ସେଇଠୁ ନିଗୂଢ଼ ତତ୍ତ୍ୱକୁ ସିଏ ଜାଣିବ। ସେଇ ସକାଶେ କରାହେଇଛି। ଆଉ ଆମ ଭାରତୀୟ ଦର୍ଶନକୁ ଜାଣିବା ପାଇଁ ଆମର ସାଧୁ ସନ୍ନ୍ୟାସୀମାନେ ନିଗୂଢ଼ ତତ୍ତ୍ୱକୁ ବୁଝିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରାହେଇଛି। ବର୍ତ୍ତମାନ ମୋର କ'ଣ ଉଦ୍ୟମ କି? ମୋର ବର୍ତ୍ତମାନ ଉଦ୍ୟମ ଅଛି ସେଇ ନିଗୂଢ଼ ତତ୍ତ୍ୱକୁ। ଆଜିକାଲି ଲୋକମାନେ ପାଶ୍ଚାତ୍ୟ ଜ୍ଞାନର ବଶବର୍ତ୍ତୀ, ସବୁ ଆମେ ପାଶ୍ଚାତ୍ୟ ଜ୍ଞାନ ଆସିଗଲେଣି। ତାପରେ ଆଉ ଗୋଟିଏ କଥା, ଗୋଟେ ତେଲୁଙ୍ଗ ଲୋକକୁ ତାକୁ ତେଲୁଗୁ ଭାଷାରେ ବୁଝେଇଲେ ସେ ଠିକ୍ ବୁଝିବ, ଓଡ଼ିଆ ଲୋକକୁ ଓଡ଼ିଆ ଭାଷାରେ ବୁଝେଇଲେ ସେ ଠିକ୍ ବୁଝିବ। ଠିକ୍ ସେଇଭଳି ବର୍ତ୍ତମାନ ଯେତେବେଳେ ଆମର ବିଜ୍ଞାନ ସମାନ ଆସିଗଲା, ଆମେ ତାକୁ ବିଜ୍ଞାନ ଭାଷାରେ ଯଦି ନ ବୁଝିବା ଆମେ ବୁଝିପାରିବାନି, ଆମେ କହିବା ଏଇଟା ଅନ୍ଧବିଶ୍ୱାସ। ମୋର ବର୍ତ୍ତମାନ ଉଦ୍ୟମ କ'ଣ କି? ମୋର ଯେଉଁ ଉଦ୍ୟମ ଚାଲିଛି ତା ଉଦ୍ୟମ କ'ଣ ଯେ ଆମର ସନାତନ ଧର୍ମକୁ କେମିତି ବିଜ୍ଞାନ ଭାଷାରେ ମୁଁ ବୁଝେଇବି ଲୋକମାନଙ୍କୁ। ବର୍ତ୍ତମାନ ଏଇ ଯେଉଁ ଭାଗବତ ତୃତୀୟ ସ୍କନ୍ଧ 31 ଅଧ୍ୟାୟର ବର୍ତ୍ତମାନ 2ଟା ଶ୍ଲୋକ ଯାଇଛି। ତୃତୀୟ ଶ୍ଲୋକ ବୋଧେ ଏ ମାସରେ କରିବି। କ'ଣ ସେ ଶ୍ଲୋକ ଗୁଡ଼ିକ ଲେଖା ହେଇଛି ଯେ ସେ ଲେଖିଛନ୍ତି କଲଳଂ ତ୍ୱକରାତ୍ରଣ। ଗୋଟେ କଥା ଦେଖ, ପ୍ରଥମ ରାତ୍ରରେ ସେ ଗୁଣକୋଷ ସୃଷ୍ଟି ହୁଏ, ଲେଖା ହେଇଛି ଆମର ଭାଗବତରେ ଲେଖା ହେଇଛି। ବିଜ୍ଞାନ ଖାତାରେ ଦେଖିଲା ବେଳକୁ
सी कौच विदिन 24 आवर्स बुझिपारे कि जिते स्पर्म ओभा मिसी जाए से 24 घंटा मध्य से जाइगोट फर्मेसन करे भ्रूण को ताल कहना कौटा भूल कौटा ठीक दी जन कथा ठीक जदि दी जन कथा ठीक ये आज आम कंप्यूटर देखिकी जाइगोट कथाटा कहले कि विज्ञान भाषा आम कहले किंतु व्यासदेव द्वापर जुगुरु से कही सारी लोक मैंने कहीं बुझीपार तार कारण हूँ कौन जे आमको आम भाषा जब बुझेदेवे किए आम बुझा आम भाषा न बुझेले आम कश्मीर कल आम से पढ़ुं आ बहुत लोग अंधविश्वास हाँ भागवत पढ़ुं गोविंद 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 पद पढ़ुचे मकरंद इत्यादि इत्यादि चली किंतु सी भागवत बुझा नुहे सी गोटे गोटे फार्स हो जाए आजिकल कौन बुझीपार भागवत मानक जो भागवत पढ़ाऊँ लोक तो कहीं बुझीपारे से गोटे फार्स चलती किए खायापी जाऊँगी किए बसिक तामसा करने जाऊँगी किए भागवत ना कि केते कौन करने जाऊँ किंतु प्रकृत भागवतर अर्थ कहीं बुझीपारू नाहांती तार कारण कौन ना तार एकमात्र कारण हूँ जे आमको आम भाषा कहीं बुझी पारू नाहांती जेतेबेले द्वापर युग थिला सेतेबेले संस्कृत श्लोक थिला से संस्कृत भाषा व्यासदेव से सब बुझाऊे बुझी बुझी जिते न हो पार्ला बुझी न पार्थे से कौन कर ना शक्तिपात करी से ज्ञान शिक्षा देकी निजर शक्ति बल से अनुभव कर दौले कौन बुझिपार आजिकल जुगर लोक मैंने ता नुहे मु आगे करी से कथा हो पार आगे बुझी तापर करी किंतु जी आगे प्राक्टिकल कर किसी दिन पर बुझे यहाँ जो प्रोसेस थी से प्रोसेस आजिकल लोक मान ना लोक कहते कौन ना आगे बुझी तापर करी बुझी बुझे केमी बुझा ना आम भाषा आमको जी बुझे दब तेणु बर्तमान ये पाश्चात्य भाषा बा विज्ञान भाषा आम सब कथा गुड़ाक बुझुं तेणु विज्ञान भाषा जी आमको बुझेदेव आम बुझी पारू ये विषमर बाबर गोटे उद्यम अच्छी आम विज्ञान भाषा लोक मानक बुझापी चेष्टा करुँची एवं सेटा को जी संभवपर मो जीवन काल भर करने गोटी गोटी कर चलती विज्ञान भाषा बुझेले अज्ञान अंधकार सब दूर हो ऑटोमेटिक दूर हो ऑटोमेटिक दूर हो लोक जापर जे प्रकृत भागवत ये तो कौन लिखी 24 घंटा ये तो कहले 24 घंटा तेणु आम भागवत कथाटा को गुरुत्व दबा आम जापर जे प्रकृत भागवतटा अंधविश्वास नुहे यहाँ हूँ सत्य विश्वास एवं विज्ञान सम्मत यहीटा करने कही सी जड़े भद्र लोक सी गोटे बायोलोजी लेक्चरर पूरी साइट्र सी गोटे वीडियो देखी सारापर मो पाक फोन कर एकदम खुशी हो गले कहले बाबा ये जिनसटा आपड़ जमी कहते सेमती मुझे चाहूनी आउ ना सब स्कूल कॉलेज कथा गुड़ाक बुझेवा दरकार मुझे हाँ मुझे चाहूँगी कि स्कूल कॉलेज सेमिका परिवेश सृष्टि हेले सीना आम से कथाटा को बुझेवा ना बुझेवा केमी VN कॉलेज को मैं थे डाकी बहु वर्ष तले मुझे से ये जे प्रिंसिपाल जी केमिस्ट्री स्त्री हूँ केमिस्ट्री प्रोफेसर आउ सी आमर ये जड़े थे लोक लिटरेचर थे सी कौन कले ना आम ये गाँव जो गाँव जड़े नारायण सेनापति कहले कहले बाबा को लेकिन आम सेठी जा आम गलु VN कॉलेज को गलापर सी से कौन कले ना ये कथाटा है हो सारापर फिलोसफी फिजिक्स से मोर मस्तिष्क उन्नत नाला तथापि मोर जी थिला मुझे कहला सी फिजिक्स आउ फिलोसफी दुईटा लेक्चरर माड़गोल ना कले सी कौच सी कौच लास्ट बेलू आसला बेलू से जो फिजिक्स लेक्चरर कांधे हाथ पकड़ कि आउ जीवु मठ को तू बुझीपारनु मठ को जीवु मुझे तो बुझेदेवी सब लोग अनेक कहले बाबा कौन एमती तू ता बेबा कहते कि जीवु बोलिकी सांग भाया सेठू मुझे पचारूनु सी जान थे कि बाबा किए पड़ी आस सन्ध्या 7टा 8टा खंडे है ये छतावर छक पहुँचल सी फोन कला कहला बाबा आप अमुक कि मुझे हाँ हाँ से हसिला कौन बुझिपारे ना तेणु गोटे कथा हूँ जे आम आम भाषा बुझी पारिबा चेष्टा करा मुझे से बर्तमान आह्वान कर यूट्यूब कौन सब शिक्षित गोष्ठी बा युवपीढ़ी आगे आस विश्वमर बाबा सागर हाथ मिला मिलिकी तुम रिसर्च कर रिसर्च करी तुम जोटा मुझे कहूँ से केते दूर सत तार सब प्रमाण आणिक सब खंजे तुम सब देख कौन बुझिपारे ना भागवत जो भ्रूणटा बढ़ियापी जोटा लिखाई से विज्ञान खातार से ठीक किंतु भ्रूण भितर जो चेतनार विकास से कथाटा भागवतर ना जदि भागवतर ना से कथा तो आम गुरु सद्गुरु श्री श्री
ଦୟାନିଧି ପରମହଂସ ଦେବ। ସିଏ ଆମର ଗୋଟେ ବହି ଲେଖିଛନ୍ତି। ସେ ବହି ନାଁ ହେଉଛି ଖରସ୍ରୋତା କଳ୍ପ। କଳ୍ପ ସେ ଖରସ୍ରୋତା କଳ୍ପରେ ସେ କେମିତି ସେ ଭ୍ରୂଣ ଭିତରେ ଚେତନାର ବିକାଶ ହେଉଛି। କିନ୍ତୁ ମୋତେ ଏତେ ଖୁସି ଲାଗିଲା, ମୁଁ ଏ ଜିନିଷ କେଉଁଠି ପାଇଲି। ସେ ଲେଖିଦେଇଛନ୍ତି, ସେ ଭାଗବତ କଥାକୁ ଲେଖିଛନ୍ତି। ଗୋଟିଏ ମାସରେ କ'ଣ ହୁଏ, ତାପରେ ଦ୍ୱିତୀୟ ମାସରେ କ'ଣ ହୁଏ, ଏବଂ କେଉଁଠି ପରମ ପୁରୁଷ ରହନ୍ତି, କେଉଁ ଜାଗାରେ ରହନ୍ତି, ସେଇ ଚେତନା ବିକାଶଟାକୁ ସିଏ କ'ଣ କରିଛନ୍ତି ନା ପୁରା ଡିଟେଲରେ ଲେଖିଦେଇଛନ୍ତି। ସେଇଟାକୁ ମୁଁ ରିସର୍ଚ୍ଚ କରିସାରିଲା ପରେ ବର୍ତ୍ତମାନ ଏ ଯୋଉଁ ମୁଁ ଗୋଟିଏ ପିକ୍ଚର ଆଣିଛି, ଇମେଜ୍ ଅଫ୍ ଦି ସ୍କଲ୍, ଗୋଟେ ଖପୁରୀ ଟିକେ ଆଣିକି, କାହିଁକିନା ମୁଁ ଖାଲି ଚିତ୍ରଟା କରିଦେଲେ ହେବନି, ଖପୁରୀ ଚିତ୍ର ଆଣିକିରି ସେ ଖପୁରୀ ଦେହରେ ପଏଣ୍ଟ ଆଉଟ୍ କରିଦେବା କେଉଁ ଜାଗାରେ କ'ଣ ଅଛି। ଦେଖିଦେଲେ ଆମମାନଙ୍କର ପ୍ରକୃତ ଜାଣିପାରିବା କେଉଁ ଜାଗାରେ କ'ଣ ଅଛି। ଆଉ ଖାଲି କ'ଣ ସେମାନେ କହୁଛନ୍ତି, ସେଠି ଆଉ ଗୋଟେ ଜିନିଷ ମୁଁ ପାଇଥିଲି, ସେ ଠାକୁର କହିଛନ୍ତି ଯେ ଶୂନ୍ୟ ପଥ ଅଛି। ଶୂନ୍ୟ ପଥ କ'ଣ? ଶୂନ୍ୟ ପଥ କହିଲେ ଦେଖନ୍ତୁ, ଗୋଟେ ଜିନିଷ ଅଛି, ଆଉ ଗୋଟେ ଜିନିଷ ତା ପାଖରେ ଅଛି, ଯଦି ଲାଗିକି ରହିଲା ତା ମଝିରେ ଯେଉଁ ଫାଟଟା ରହିଲା ସେଇଟା ଶୂନ୍ୟ। ବ୍ରେନ୍ ଭିତରେ ଅଛି ଆମର ବ୍ରେନ୍ ଯେଉଁ ଗୁରୁ ମସ୍ତିଷ୍କ ଦୁଇଟା ଅଛି, ଗୋଟିଏ ବାଁ ପଟେ ଗୋଟିଏ ଡାହାଣ ପଟରେ। ସେ ଦୁଇଟା ଯେତେବେଳେ ଲାଗିଯାଇଛି ତା ମଝିରେ ଯେଉଁ ଫାଟଟା ଅଛି ସେଇଟାକୁ କୁହନ୍ତି ଶୂନ୍ୟ ପଥ। ଏବଂ ସେଇ ଶୂନ୍ୟ ପଥରେ ତାକୁ ଆଉ ବି ବିଜ୍ଞାନରେ ଲେଖା ଅଛି ଗୋଟେ ଜାଗାରେ ନ୍ୟୁରାଲ୍ ଟ୍ୟୁବ୍। ନ୍ୟୁରାଲ୍ ଟ୍ୟୁବ୍ ମାନେ ହେଉଛି କ'ଣ? ସ୍ନାୟବିକ ନଳୀ। ସ୍ନାୟବିକ ନଳୀ କେଉଁଠି ଅଛି ନା ଆମର ଯେଉଁ ମେରୁଦଣ୍ଡ ଭିତରେ ଯେଉଁ ଟ୍ୟୁବ୍ଟା ଅଛି ସେଇଟା ସ୍ପାଇନାଲ୍ କର୍ଡ଼ ଯାହା କହୁଛନ୍ତି, ସେଇଟା ହେଉଛି ନ୍ୟୁରାଲ୍ ଟ୍ୟୁବ୍। ସେ କାହିଁକି ନା ସ୍ନାୟୁ ଯେଉଁ ମେରୁଦଣ୍ଡ ଭିତରେ ଯେଉଁ ସ୍ନାୟୁ ଗୁଡ଼ିକ ଆସନ୍ତି ସେ ଟ୍ୟୁବ୍ କରରେ ସେ ଚକି ଗୁଡ଼ାକରୁ ରିପ୍ ଯେଉଁ ଚକି ଗୁଡ଼ାକ ରହିଛି ତା ଚାରୁ ବାହାରକୁ ସବୁ ଅସଂଖ୍ୟ ସ୍ନାୟୁକୋଷ ବାହାରିକି ଆମ ଶରୀରରେ ବିସ୍ତାର ଲାଭ କରୁଛନ୍ତି। ସେଇ ଯେଉଁ ନ୍ୟୁରାଲ୍ ଟ୍ୟୁବ୍ଟା ମୂଳାଧାରରୁ ଏବଂ ମସ୍ତିଷ୍କ ସହସ୍ରାର ପର୍ଯ୍ୟନ୍ତ ସେ ଗୋଟେ ଟ୍ୟୁବ୍ ରହିଛି। ସେ ଟ୍ୟୁବ୍ଟା ମୂଳାଧାରରୁ ଆଜ୍ଞାଚକ୍ର ପର୍ଯ୍ୟନ୍ତ ସିଧା, ସେଇଠି ସେ କ'ଣ କରେ ନା ବାଙ୍କେଇକି ଖପୁରୀ ତଳେ ପଛପଟରେ ସେ ସିଧା ଯାଏ। ସିଧା ଆସିକି ସେ କ'ଣ କରେ ନା ସହସ୍ରାରରେ ପହଞ୍ଚେ। ଆଉ ଗୋଟିଏ ନ୍ୟୁରାଲ୍ ଟ୍ୟୁବ୍ ସେ ସିଧା, ଯାହାକୁ ଆମେ ସୁଷୁମ୍ନା ନାଡ଼ି ବୋଲି କହୁଛୁ, ସେଇଟା ନ୍ୟୁରାଲ୍ ଟ୍ୟୁବ୍। ସେଇ ସୁଷୁମ୍ନା ନାଡ଼ିଟା କ'ଣ ହୁଏ ନା ସାମ୍ନା ପଟରୁ ଆସିକିରି ଇଏ କ'ଣ କରେ ନା ଏଇଠି ଆସିକି ଆଉ ଉପରକୁ ଯାଇପାରେ ନା ଦୁଗୁଦି ପାଖକୁ। ସେ ଏଇଠୁ ସିଧା ଆସେ କପାଳରୁ ସିଧା ଯାଏ ଭିତରକୁ ଯାଇକି ଯେଉଁ ଜାଗାରେ ପହଞ୍ଚେ ତା ନାଁ ହେଲା ଜ୍ୟୋତିଚକ୍ର। ତା ଉପରକୁ ଯାଏ ଗୁରୁଚକ୍ର, ତା ଉପରକୁ ଯାଏ ସହସ୍ର। ଏମିତି ବାଙ୍କିକି ଏମିତି ଯାଏ, ଏବାଟେ ସିଧା ଯାଏ ନା। ମୋର ଗୋଟେ ଧାରଣା ଥିଲା, ଭୁଲ ଧାରଣା। ସେଇଟା ବାଙ୍କିକି ଏବାଟେ ସିଧା ଯାଏ, ଏପଟରେ ପଛପଟରେ ବାଙ୍କିକି ଆସେ। ଦୁଇଟା ଆଙ୍କେ କ'ଣ କରେ ନା ମିଶନ୍ତି କେଉଁଠି ସହସ୍ର ଠାରେ। ଏଇ କଥା ଗୁଡ଼ିକ ସବୁ ମୁଁ କେମିତି ଲୋକମାନେ ସହଜରେ ବୁଝିପାରିବେ, ଜଣେ ସାଧାରଣ ଲୋକ କେମିତି ବୁଝିପାରିବ, ତାକୁ ଚିତ୍ର କରିକିରି ମୁଁ ବୁଝିବା ପାଇଁ ଚେଷ୍ଟା କରୁଛି। ଦେଖିବା କେତେ ଦୂର କ'ଣ ହେବ। ମୋର ତ ଆଉ ଗୋଟେ ଜିନିଷ ଜଣେ କହୁଥିଲେ ଯେ ତମେ ଯଦି ମନ ସ୍ଥିର କରିବାକୁ ହେବ ଶ୍ୱାସ ଉପରେ ଚିନ୍ତନ ନ କର, ଶ୍ୱାସ ଉପରେ ନଜର ରଖ। କାହାପରେ? ଶ୍ୱାସ ଉପରେ କହୁଛନ୍ତି? ହଁ, କିଏ କହୁଛି? ମୋତେ ଜଣେ କହୁଥିଲେ, କହିଲେ ମନ ସ୍ଥିର କରିବାକୁ ହେଲେ ତମେ ଶ୍ୱାସ ଉପରେ ନଜର ରଖିବ। ଆସ୍ତେ ଆସ୍ତେ ଶ୍ୱାସଟା ଯାଉଛି ଆସୁଛି ଆସ୍ତେ ଆସ୍ତେ ଯିବା ଆସିବା କଲା ପରେ ଶ୍ୱାସ ଥକିଯିବ, ତମ ମନଟା ଅଟୋମେଟିକ୍ ଗୋଟେ ଜାଗାରେ ସ୍ଥିର ରହିବ। এটা କେତେ ଦୂର ଠିକ୍? এটা ସତ। ସେ ଠିକ୍ କହିଛନ୍ତି, ଭୁଲ କହିନାହାନ୍ତି। ସେ ସାଧୁଙ୍କର ଅଭିଜ୍ଞତା। ମୁଁ ତ ସେଇଆ ଛାଡ଼ିଛି ନା। ଆମ ଗୁରୁ କହିଲେ, ଶ୍ରୀ ସିଦ୍ଧାନ୍ତ କରନ୍ତୁ, ନାମ ଭଜନ ନାଶାଶ୍ରିତ ପବନ ବଳଟି ସ୍ଥଗିତ। ସେଇ କଥା ଯାହା ସେ କହିଲେ ସେଇଆ। ପବନ ଯେତେବେଳେ ସ୍ଲୋ ଏବଂ ସ୍ଟିଡ଼ି ହେଇଯିବ, ଅଟୋମେଟିକ୍ ସେ କେଉଁଠି ରହିବା କଥା ତା'ର ବଳ ରହିଯିବ, ତୁମକୁ କହିବା ପାଇଁ ପଡ଼ିବନି। ସେ ତା'ର ଅଟୋମେଟିକ୍ ତା ଜାଗାରେ ରହିଯିବ। ସେ ଆସିବ। ତୁମେ ଶ୍ୱାସ ଉପରେ ନଜର ରଖିଲେ ସେ ବିଘ୍ନ କରେ ଯେଜନ ତପ ଆଚରନ୍ତି ଦେବେ ତାହାର ବିଘ୍ନ। ଦେବେ ମାନେ କ'ଣ? ଏଇ ଯେଉଁ ଇନ୍ଦ୍ରିୟ ଜନିତ ସବୁ କ୍ରିୟା ଗୁଡ଼ିକ ହେଉଛି ଦେବତା। ଏମାନେ ସବୁ ବାଧା ସୃଷ୍ଟି କରିବେ। ଯଦି ବାଧା ସୃଷ୍ଟି କରିବେ, ପ୍ରାକ୍ଟିସ୍ ମେକ୍ ଏ ମ୍ୟାନ୍ ପରଫେକ୍ଟ। ପ୍ରାକ୍ଟିସ୍ କରିଚାଲ ସେ ଧୀରେ ଧୀରେ ସେଗୁଡ଼ା ସବୁ ଦୂରେଇ ଯିବ, ମନେ ପଳେଇ ଆସିବ। କଲେ ହେଇଯିବ। ଏଗୁଡ଼ା ସବୁ କଲେ। ଗୋଟେ କଥା ଦେଖ, ମୁଁ ବୁଝେଇ ଦେଉଛି। ହୋମିଓପାଥିକ୍ ଡୋଜ୍ ଗୋଟେ ମନେ କର ଯେ 200 ପାୱାରକୁ 1000 ପାୱାର ଗୋଟେ ଡୋଜ୍ ପାଣି ପକାଇଦେଲ। ଆମେ କାମ କରୁଛନ୍ତି,
ସେ ଡୋର୍ଟା କାମ କରି ଚାଲିଛି ନା ତା ନିର୍ଦ୍ଦିଷ୍ଟ ଟାଇମ୍ ପରେ ସେ ଭିତରେ କାମ କରୁଥିବ ନା ଆଉ। ଠିକ୍ ସେଇଭଳି ଯଦି ପ୍ରକୃତ ସଦୁଗୁରୁ ଜିନିଷ ପାଇଥିବେ ଗୋଟିଏ ଡୋଜ୍ ସକାଳେ 2 ମିନିଟ୍ ପକାଇଦେଲେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ମନକୁ ସ୍ଥିର କରେ। କାମ ଚାଲିଥିବ କିନ୍ତୁ ସେ ସ୍ଥିର କରିଚାଲିଥିବ। କିଛି ଦିନ ପରେ ସେ ଅଟୋମେଟିକ୍ ସେ ସ୍ଥିର କରିଦେବ। ଆମେ ହେଉଛୁ ଷ୍ଟୋର କିପର। ମୁଁ ରଖିଛି ମେଡ଼ିସିନଟା କିନ୍ତୁ ମାଲିକ ହେଲେ ଦୟାନିଧି ତାଙ୍କ ଜିନିଷ ସେ ସବୁ ମୋତେ ଦେଇଯାଇଛନ୍ତି ମୁଁ ରଖିଛି। ମୁଁ ସମିତିଙ୍କୁ କହୁଛି ତୁମେ କରିଚାଲିଲେ ଆମର ଠିକ୍ ବାଟ ପଳେଇବ। କରିଚାଲେ କରିବାକୁ ଗୋଟେ ପ୍ରତ୍ୟେକ ଜିନିଷରେ ଗୋଟେ ମାଷ୍ଟର ଦରକାର। ନ କଲେ ବହି ତ ଥୁଆ ହେଇଛି, ନୋଟ୍ ତ ଥୁଆ ହେଇଛି, ତାହେଲେ ସ୍କୁଲ ଯିବାକୁ କାହିଁ ପଡ଼ୁଛି? ନା ଗୋଟେ କଥା ଯେ ଗାଇଡାନ୍ସ ନହେଲେ କିଛି କାମ ଗାଇଡାନ୍ସଟା ଏସବୁ ଜିନିଷରେ ଯଦି ପିଓରଲି ଡିପେଣ୍ଡ ମୁନି ସମାଜ ଭିତରେ ମଧ୍ୟ ମୁଁ ଏଣ୍ଟ୍ରି କରିଥିଲି। ତାଙ୍କର ସେମିତି କ୍ରିୟା ମାଧ୍ୟମରେ ଶ୍ୱାସ ଭିତରେ କ୍ରିୟା କଲା ପରେ ଯେଉଁ କ୍ରିୟା ତାଙ୍କୁ ଦେଇଥିଲେ ଯେଉଁ ମାର୍ଗଦର୍ଶନ କରିଥିଲେ ଗୁରୁ ତାଙ୍କ ମାଧ୍ୟମରେ ସେ କ୍ରିୟା କଲା ପରେ ମନଟାକୁ ଆସ୍ତେ ଆସ୍ତେ ବିଭିନ୍ନ ନଖ ପାଖରୁ କ୍ରିୟା କରି ଜାଣିଛି ସେଟା ହେଉଛି ମନ ନ କରି ସିଏ ସେଟା ହେଉଛି ବହୁଳ ସେଗୁଡ଼ାକ ବରଂ ମନକୁ ବର୍ତ୍ତମାନ ବାନ୍ଧି ଦେଉଛ, ମନ ମୁକ୍ତି ପାଉନି। କ'ଣ ଦରକାର ସେଗୁଡ଼ାକ ବାନ୍ଧିବା? ସେଗୁଡ଼ାକ ସବୁ ମନ ନ ହେଉଛି କ'ଣ ବୁଝିପାରିଲେ ନା? ସେ ସୁବିଧା ନୁହେଁ, ମୋ ମତରେ ସେ ସୁବିଧା ନୁହେଁ। ସେ ଜାଣିଛି କିନ୍ତୁ ମୋ ମତରେ ସେଗୁଡ଼ା ସବୁ। ମୁଁ ଗୋଟେ କଥା କହୁଛି ଆପଣ ଶୁଣନ୍ତୁ। ଗୋଟେ ମାଙ୍କଡ଼ ଛୁଆ ଗୋଟେ ବିଲେଇ ଛୁଆ, ମାଙ୍କଡ଼ ଛୁଆ କ'ଣ କରୁଛି? କିଏ କାହାକୁ ଧରିଛି? ମାଙ୍କଡ଼ ଛୁଆ କିଏ କାହାକୁ ଧରିଛି? ମାଙ୍କଡ଼ ଛୁଆରେ କିଏ କାହାକୁ ଧରିଛି? ମା ଛୁଆକୁ ଧରିଛି ନା ଛୁଆ ମାଆକୁ ଧରିଛି? ଛୁଆ ମାଆକୁ ଧରିଛି। ଛୁଆ ମା ପଡ଼ିଗଲେ ଦାୟୀ କିଏ? ଛୁଆ ଦାୟୀ। ବାସ୍ ବିଲେଇ ପାଖକୁ ଆସନ୍ତୁ। ବିଲେଇ ଛୁଆ କିଏ କାହାକୁ ଧରିଛି? ମା ପଡ଼ିଗଲେ ଦାୟୀ କିଏ? ମା ଦାୟୀ। ବିଲେଇ ଛୁଆ କହୁଛି ମା ମୋର କିଛି କର୍ତ୍ତବ୍ୟ ନାହିଁ, ତୁ ମୋତେ ଯୁଆଡ଼େ ନେବୁ ମୁଁ ସିଆଡ଼େ ନେଇକି ଯିବି। ମା କ'ଣ କେବେ ମାରିଦେବ କି? କିନ୍ତୁ ମାଙ୍କଡ଼ ଛୁଆ କହୁଛି ମୁଁ ଧରିଛି, ମୁଁ ଭାରି ବାହାଣିଆ, ମୁଁ ସବୁ କାମ କରେ। ବୁଝିପାରିଲେ? ଏଇ ଯେଉଁ କ୍ରିୟା ଯୋଗ ସବୁ ହେଉଛି ମାଙ୍କଡ଼ ଛୁଆ କାମ, ଆମେ କରିବା। କ'ଣ ବୋଲି ଭକ୍ତି ଯୋଗରେ ତା ନୁହେଁ, ସମର୍ପଣ। ହେ ପ୍ରଭୁ ତୁ ତୋର କ'ଣ କରିବୁ କର, ମୁଁ ଖାଲି ତୋତେ ୟାଦ କରିକି ବସିଛି, ମୁଁ ତୋତେ ଖାଲି କନେକ୍ସନ୍ କରି ବସିଛି। ତୋର କିଛି ଶକ୍ତି ନାହିଁ ବୀର ପାର୍ଥ, ଯନ୍ତ୍ର ତୁ ପ୍ରକୃତି ହସ୍ତି, ତାଇ ଛାରେ କର୍ମ କରାଇ ନେବ ସେ ତୁତି ପକାଇବ ବ୍ୟସ୍ତେ। ଭଗବାନ କହୁଛୁ ତୁ କ'ଣ କହୁଛୁ? ତୁ କରିବୁନି, ତୁ ପ୍ରକୃତି ତୁ ନିଜେ ଯୋଗ କରିବ, ବିଧିରେ ବିଧାନ ଅଛି, ତୁ ଯୁଦ୍ଧରେ ନିଯୁକ୍ତ ହେବୁ, ତୁ କ'ଣ ମୋହର ମାଟି କହୁଛୁ କରିବୁନି ବୋଲିକି? ଭଗବାନ କହୁଛନ୍ତି ତା କର୍ମ ସେ ନିଶ୍ଚିତ କରେଇ ନେବ। ଠାକୁର କହୁଛନ୍ତି ଠିକ୍ ସେଇଭଳି ମୋର ଗୁରୁଙ୍କ ଉପରେ ଧ୍ୟାନ ରଖିକି, ଗୁରୁଙ୍କ ଉପରେ ବିଶ୍ୱାସ ରଖିକି ମୁଁ ଯଦି ବସିବି, ସିଏ କ'ଣ କରେଇ ନେବା କଥା ସିଏ କରେଇ ନେବ। ମୁଁ ଖାଲି ବସିବି ନା, ଗାଣ୍ଡି ବେଟାକୁ ଧରିକି ବରେ, ଭଗବାନ କହୁଛନ୍ତି। ସେମିତି ତୁମେ ଗାଣ୍ଡି ବେଟାକୁ ଧର। ପ୍ରଣବ ଧନୁ ସର ଆତ୍ମା ବ୍ରହ୍ମତ୍ୱ ଲକ୍ଷ୍ୟ ମୁଚ୍ୟତେ। କ'ଣ ବୁଝିପାରିଲ? ଏଇଟା ସତ। ଯଦି ଆମେ ଧ୍ୟାନ ମୂଳକ ଗୁରୁର ମୂର୍ତ୍ତି, ତାହେଲେ କ୍ରିୟା ମୂଳକ ମୁଁ କାହିଁ କ୍ରିୟା କରିବି? ତାକୁ ଯଦି ଧ୍ୟାନ କଲା ପରେ ସିଏ ଯଦି ସବୁ କରିଦେବ, ମୋର କିଛି କରିବା ଦରକାର ନାହିଁ। ମୋର ଖାଲି ସମର୍ପଣ। ତାକୁ ସମର୍ପଣ କରିକି ବସ ଘଣ୍ଟା କ'ଣ କହିଲ, ତାକୁ ସମର୍ପଣ କରିଦେଇକି ବସ। ଆଉ ଯେଉଁ ଗୋଟିଏ କଥା କହିଲେ ଯେ ନାନାଦି ପ୍ରକାରର ଚିନ୍ତାଧାରା ଆସି ପହଞ୍ଚୁଛି, ମନର ଧର୍ମ ହେଲା କଳ୍ପନା କରିବା। ତା ଧର୍ମ ନିଶ୍ଚିତ। ତେଣୁ ମୋ ଜୀବନ ସାରା ଯେତେ କେତେ କଳ୍ପନା କରିଛି କ'ଣ କହିପାରିବି ନା? ମୋ ଜୀବନ ସାରା ଅସଂଖ୍ୟ କଳ୍ପନା କରିଛି। ତେଣୁ ସେଇ କଳ୍ପନା ଗୁଡ଼ିକ ମୋ ଦେହରେ ଉଙ୍କି ମାରୁଛି। ସେଗୁଡ଼ାକ ସବୁ ଏଇ ମନ ଯେତେବେଳେ ମନ ନ କରିବ ଗୁରୁ ନାମକୁ, ସେ କଳ୍ପନା ଗୁଡ଼ିକ ଧୀରେ ଧୀରେ ଉଭେଇଯିବେ। ବହୁତ ଦିନର ଜିନିଷଟା, ଗୋଟେ ପୋଖରୀଟା ବହୁତ ଦିନର ଅଳିଆ ଅଛି, ଘଣ୍ଟାକରେ କ'ଣ ହେବ? ସମୟ ଲାଗିବ ନା ଆଉ। କ'ଣ ବୁଝିପାରିଲା ନା? ତେଣୁ ଆମ ଚିତ୍ତଟା ଅଶୁଦ୍ଧ ହେଇଛି, ତାକୁ ଶୋଧନ କରିବା ପାଇଁ ଟାଇମ୍ ଲାଗିବ। ଯେଉଁ କହୁଛନ୍ତି ଆସୁଛି ନାନାଦି ଚିନ୍ତା ଆସିବ, କିନ୍ତୁ ସେ ଚିନ୍ତାକୁ ଦୂରେଇବା ପାଇଁ ସେ ପ୍ରଭୁଙ୍କୁ ସମର୍ପଣ କରିକି ଚଲା ନାମକୁ ପବନର ଯୋଗ। ଆମ ଗୁରୁ ସବୁବେଳେ କହିଛନ୍ତି ମନ ପବନକୁ ଏକ କର। ମନ ଆଉ ପବନ ଏ ଦୁଇଟାକୁ ଏକ କର, ଏକ କଲେ ସବୁ ହେଇଯିବ।